ଆପଣ ପରିଚୟଟା ସାର୍। ଉମାକାନ୍ତ ପରିଡ଼ା, ଉପଜିଲ୍ଲାପାଳ ଚମ୍ପୁଆ। ସାର୍ ଯେଉଁ ଗୋଟେ ବିଭ୍ରାନ୍ତିକାର କଥା ଆସୁଛି, କାନପୁର ଡ୍ୟାମ୍ ଭାଙ୍ଗି ଯାଇଛି ଆଉ ଲୋକମାନଙ୍କୁ ବହୁତ ଡର ଆସିଯାଇଛି, ଭୟଭୀତ ହୋଇଯାଇଛନ୍ତି, ତା ପାଇଁ ଆପଣମାନଙ୍କ ଲୋକଙ୍କ ପାଇଁ ସଚେତନ ବାର୍ତ୍ତା କ'ଣ ରଖିବେ ସାର୍? ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଗୁଜବ ଏବଂ କପୋଳକଳ୍ପିତ ନ୍ୟୁଜ୍ ଏଜେନ୍ସି ମାନଙ୍କ ଦ୍ୱାରା ବା ୟୁଟ୍ୟୁବର ମାନଙ୍କ ଦ୍ୱାରା ଏଇଟା ହେଇଛି। ଏଇଟାକୁ ଆମେ ପୁରା ଖଣ୍ଡନ କରୁଛୁ। ଜିଲ୍ଲା ପ୍ରଶାସନ ତଥା ବୈତରଣୀ ଯେଉଁ ଆମର ଉପରେ ନଦୀ ଉପରେ ଯେଉଁ ହେଇଛି କାନପୁର ଡ୍ୟାମ୍, ତାର ଅଧିକାରୀ ଯନ୍ତ୍ରୀ ମାନଙ୍କର ଆମେ ସେଠି 24 ଘଣ୍ଟା ସେଠି ତଦାରଖ କରୁଛୁ ସେ କାମକୁ। ଆଜି ବି ମଧ୍ୟ ଜିଲ୍ଲାପାଳ ସାର୍ ନିଜେ ଯାଇଥିଲେ ଏବଂ ଉଚ୍ଚପଦସ୍ଥ ଅଫିସର ମାନେ ଆସିଥିଲେ। ସବୁ ତଦନ୍ତ ଚାଲିଛି। କାନପୁର ଡ୍ୟାମ୍ର କୌଣସି ପ୍ରକାର କ୍ଷତି ହେଇନି କି ହେବାର ବି ସମ୍ଭାବନା ନାହିଁ ବନ୍ୟା ଜଳ ଯୋଗୁଁ। ଆପଣଙ୍କର ଯେଉଁ ଡୁପ୍ଲିସନ୍ ସୁଇଚ୍ଟା କାମ ହେଉଥିଲା ସେଥି ନିମନ୍ତେ ସେଇଟା ମାନେ ସୁଚାରୁ ରୂପେ ସମ୍ପାଦିତ ହେବା ପାଇଁ ସେ କାମ ତା ସାମ୍ନାରେ ଗୋଟେ ମାଟି ବନ୍ଧ ତିଆରି କରାଯାଇଥିଲା। ତ ସେ ମାଟି ବନ୍ଧ ଆମର ସେ ଡୁପ୍ଲିସନ୍ ସୁଇଚ୍ କାମ ସରିଛି। ବର୍ତ୍ତମାନ ସବୁ ପ୍ରକାର କାମ ସରିଛି। ଯେହେତୁ ଡୁପ୍ଲିସନ୍ ସୁଇଚ୍ଟା କାମ ସରିଯାଇଛି ଏବଂ ମାଟି ବନ୍ଧଟି ହେଇଥିଲା, ଯେହେତୁ ବନ୍ୟା ଜଳ ଅଧିକା ହେବାରୁ ସେଇଟା ଓଭରଫ୍ଲୋ କରିକି ଗୋଟେ ଘାଇ ହେଇଛି, ଗୋଟେ କିଛି ପରିମାଣରେ ଖାଇଯାଇଛି, ସେଇଥିରେ ପାଣି ଯାଉଛି। ତ ଏଥିରେ ଯେଉଁ ପାଣି ଗୁଡ଼ାକ ଯାଉଛି ମାନେ ଡ୍ୟାମ୍ରେ, ସେଇଟା ବୈତରଣୀ ନଦୀରେ କୌଣସି ଉପରକୁ ଆସିବନି, ନଦୀ ନଦୀ ହିଁ ସେ ପାଣି ଯିବ। ତେଣୁକରି ସେଥିପ୍ରତି ଜନସାଧାରଣ ମାନେ ଭୟଭୀତ ହେବାର ନାହିଁ କି କୌଣସି ପାଣି ମାଡ଼ିବନି। ଏବଂ ସେଥି ନିମନ୍ତେ ଆମେ ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଅନୁସାରେ ତାଙ୍କୁ ସଚେତନ କରିଛୁ ଯେ ନଦୀ ଭିତରକୁ ପ୍ରବେଶ କରିବେନି। ଏବଂ ଏଇଟା ସମ୍ପୂର୍ଣ୍ଣ ଗୁଜବ। ଆଉ ଆପଣ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ଆପଣମାନେ ଜିଲ୍ଲା ପ୍ରଶାସନ ତଥା କାନପୁର ଡ୍ୟାମ୍ର ଯେଉଁ ଯନ୍ତ୍ରୀ ଅଧିକାରୀମାନେ ଅଛନ୍ତି ତାଙ୍କ କଥାରେ ବିଶ୍ୱାସ ରଖନ୍ତୁ। କୌଣସି ଗୁଜବରେ ଆପଣ ବିଶ୍ୱାସ ନ ରଖି କରନ୍ତୁ ନାହିଁ। ଧନ୍ୟବାଦ।